ମହାତ୍ମା ବୁଦ୍ଧଙ୍କ ଗୋଟିଏ ଏମିତି କାହାଣୀଟିଏ ଯେଉଁ କାହାଣୀରେ ଆମକୁ ଆମର ପୂର୍ବ ଜନ୍ମର ଫଳ ଆମକୁ ଏ ଜନ୍ମରେ ମିଳିଥାଏ ଏବଂ ପୂଜାପାଠ କରୁଥିବା ବ୍ୟକ୍ତି କାହିଁକି ଦୁଃଖ ପାଏ କିନ୍ତୁ ମନ୍ଦିର ନ ଯାଉଥିବା ଲୋକ ସୁଖରେ ଥାଏ। ଏ କାହାଣୀରୁ ଆସ ଜାଣିବା। ତ ଏ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଥରେ ମହାତ୍ମା ବୁଦ୍ଧଙ୍କ କେତୋଟି ଶିଷ୍ୟ ମହାତ୍ମା ବୁଦ୍ଧଙ୍କୁ ପ୍ରଶ୍ନ କଲେ କି, ହେ ଗୁରୁବର, ଦୟାପୂର୍ବକ ଆମର ଗୋଟିଏ ପ୍ରଶ୍ନର ଉତ୍ତର ଦେବେ କି? ସେ କଥା ଶୁଣି ବୁଦ୍ଧ ହସିଲେ ଏବଂ କହିଲେ, ପ୍ରଶ୍ନଟି କ'ଣ? କୁହ, ମୁଁ ଉତ୍ତର ଦେବି। ସେ ଶିଷ୍ୟମାନେ କହିଲେ କି, ଗୋଟିଏ ପୂଜାପାଠ କରୁଥିବା ବ୍ୟକ୍ତି କାହିଁକି ସଦାବେଳେ ଦୁଃଖ ପାଏ କିନ୍ତୁ ଗୋଟିଏ ବ୍ୟକ୍ତି ଯିଏକି ମନ୍ଦିର ବି ନ ଯାଇ ସୁଖରେ ଜୀବନ ବିତାଏ ଏବଂ ଆମର ପୂର୍ବ ଜନ୍ମର ଫଳ ଆମକୁ କେମିତି ମିଳିଥାଏ? ସେ କଥା ଶୁଣି ମହାତ୍ମା ବୁଦ୍ଧ ଟିକିଏ ଶାନ୍ତ ହୋଇଗଲେ ଏବଂ ଧୀର ସ୍ୱରରେ କହିଲେ, ଧ୍ୟାନ ଦେଇ ଶୁଣ। ଗୋଟିଏ ଗ୍ରାମରେ ଗୋଟିଏ ପରିବାର ବାସ କରୁଥିଲେ କିନ୍ତୁ ସେ ପରିବାରରେ ଦୁଇଟି ପିଲା ଏବଂ ତାଙ୍କ ମା ବାପା ରହୁଥିଲେ। ଦିନେ ଏକା ସାଙ୍ଗରେ ତାଙ୍କ ମା ବାପାଙ୍କ ମୃତ୍ୟୁ ହୋଇଗଲା। ସେ ଦୁହେଁ ସେହି ଗ୍ରାମ ଛାଣି ସନ୍ନ୍ୟାସୀ ହେବା ପାଇଁ ଚାଲିଗଲେ। ସେ ଦୁହେଁ ଗୋଟିଏ ଗୁରୁଙ୍କ ପାଖକୁ ଯାଇ ଶିକ୍ଷା ଅର୍ଜନ କଲେ। କିନ୍ତୁ ଗୋଟିଏ ବାଲକ ସଦାବେଳେ ଈଶ୍ୱର ଭକ୍ତିରେ ଲିପ୍ତ ଥିଲା କିନ୍ତୁ ତାର ଭାଇ ଦ୍ୱିତୀୟ ବାଲକ ଈଶ୍ୱର ଭକ୍ତି ନ କରି ଆଶ୍ରମରେ ଆରାମରେ ରହୁଥାଏ। ସେ ପ୍ରଥମ ବାଲକର ସଦାବେଳେ ଦେହ ଖରାପ ହୁଏ ଏବଂ ସେ ଦ୍ୱିତୀୟ ବାଲକ ମଜା ମସ୍ତିରେ ରହୁଥାଏ। ଗୋଟିଏ ଦିନ ସେ ଦୁହିଁ ଭାଇ ଭିକ୍ଷା ପାଇଁ ପାଖ ଗାଁକୁ ଗଲେ। ଯିବା ବାଟରେ ସେ ପ୍ରଥମ ବାଲକ ଗୋଟିଏ ବଡ଼ କଣ୍ଟାଟିଏ ମାଡ଼ିଦେଲା। ତାର ଗୋଡ଼ ରକ୍ତରେ ଭିଜିଗଲା, ବହୁତ ରକ୍ତ ବହିଗଲା। କିନ୍ତୁ ସେହି ସମୟରେ ସେ ଦ୍ୱିତୀୟ ବାଲକ ଗୋଟିଏ ଟଙ୍କାରେ ଭର୍ତ୍ତି ହୋଇଥିବା ମୁଣାଟିଏ ପାଇଲା। ସେ ପ୍ରଥମ ବାଲକ ଦୁଃଖ କଷ୍ଟରେ ଗଲା ଏବଂ ସେ ଦ୍ୱିତୀୟ ବାଲକ ଆନନ୍ଦରେ ଆଶ୍ରମକୁ ଗଲା। ଆଶ୍ରମକୁ ଯେମିତି ଗଲେ ସେ ପ୍ରଥମ ବାଲକଟି କହିଲା, ଗୁରୁବର, ମୁଁ ତ ସର୍ବଦା ଭଗବାନଙ୍କ ଭକ୍ତିରେ ଲିପ୍ତ ରହେ, ସର୍ବଦା ତାଙ୍କ ନାମ ନେଉଥାଏ କିନ୍ତୁ ମୋ ଭାଗ୍ୟରେ ଦୁଃଖ କାହିଁକି? ଏବଂ ସେ ତ ପୂଜାପାଠ କରେ ନାହିଁ, ଭଗବାନଙ୍କ ନାମ ମଧ୍ୟ ନିଏ ନାହିଁ, ତାର ଭାଗ୍ୟରେ ଏତେ ସୁଖ କାହିଁକି? ସେ ଗୁରୁବରଟି ବହୁତ ଜ୍ଞାନୀ ହୋଇଥାନ୍ତି। ସେ କହିଲେ, ପୂର୍ବ ଜନ୍ମରେ ତମେ ବହୁତ ପାପ କରିଥିଲ ଏବଂ ସେ ଗୋଟିଏ ବଡ଼ ପଣ୍ଡିତଟିଏ ଥିଲା। ଦିନେ ତମେ ତା ମନ୍ଦିରରୁ ଟଙ୍କା ଚୋରାଇ ବାଟରେ କଣ୍ଟା ବିଞ୍ଛାଇ ଦେଇଥିଲ, ଯାହାର ଫଳ ତମେ ଆଜି ପାଇଲ। ସେ ଟଙ୍କାଟି ସେ ଫେରି ପାଇଲା ଏବଂ ତମ କଣ୍ଟାଟି ତମେ। ହେ ଶିଷ୍ୟ, ପୂର୍ବ ଜନ୍ମରେ କରିଥିବା ପାପ ଆମକୁ ଏ ଜନ୍ମରେ ଭୋଗିବାକୁ ପଡ଼େ କିନ୍ତୁ ମଣିଷ ତାର କର୍ମର ଦୋଷକୁ ସଦାବେଳେ ଭଗବାନଙ୍କୁ ଦେଇଥାଏ। ସେ ବାଲକଟି ସେ କଥା ବୁଝିଗଲା ଏବଂ ଭଗବାନଙ୍କ ଆଗରେ ନିଜକୁ ଅର୍ପଣ କରିଦେଲା। ଗୌତମ ବୁଦ୍ଧଙ୍କ ସବୁ ଶିଷ୍ୟ ସେହି କଥାକୁ ବୁଝିଗଲେ କି ନିଜେ କରିଥିବା ଖରାପ କର୍ମ ହିଁ ନିଜର ପରମ ଶତ୍ରୁ ହୋଇଥାଏ। ମଣିଷ ଆଗ ପଛକୁ ନ ବିଚାରି କର୍ମ କରିଚାଲେ କିନ୍ତୁ ଯେତେବେଳେ ସେ କର୍ମର ଫଳ ମିଳେ ସେ ଫଳ ଭଲ ହୋଇଥିଲେ ଖୁସି ହୋଇଯାଏ ଏବଂ ମୁଁ କରିଥିଲି କହେ କିନ୍ତୁ ସେ ଫଳ ଦୁଃଖ କଷ୍ଟରେ ଭରି ହୋଇଥିଲେ ଭଗବାନଙ୍କୁ ଦୋଷ ଦେଇ ନିଜ ଭାଗ୍ୟକୁ ନିନ୍ଦା କରିଥାଏ। ସେଥିପାଇଁ କିଛି ବି କରିବା ପୂର୍ବରୁ ବୁଝି ବିଚାରି କର ଏବଂ ଭଗବାନଙ୍କୁ ସଦାବେଳେ ସ୍ମରଣ କର।